ନମସ୍କାର ନମସ୍କାର ଦର୍ଶକ ବନ୍ଧୁ। ଆଜି ଦିନଯାକର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକେଇବା। ପ୍ରଥମେ ଆର୍ବିଆଇର କଡ଼ା ନିୟମ। ଡିଜିଟାଲ ପେମେଣ୍ଟ କରୁଥିଲେ ସାବଧାନ। 10,000ରୁ ଅଧିକ ନେଣଦେଣରେ ଫସିବ ଟଙ୍କା। ଆର୍ବିଆଇ ଅନୁଯାୟୀ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲରୁ ମିଳିଥିବା ତଥ୍ୟ ସୂଚାଇଛି ଯେ 10,000ରୁ ଅଧିକ କାରବାର ସମସ୍ତ ଠକେଇ ମାମଲାର ପ୍ରାୟ 45% ଅଟେ। କିନ୍ତୁ ଆର୍ଥିକ ମୂଲ୍ୟ ଦୃଷ୍ଟିରୁ ଏହି କାରବାରଗୁଡ଼ିକ ମୋଟ କ୍ଷତିର ପ୍ରାୟ 98.5% ଅଟେ। ଏହି କାରଣରୁ ଏହି ନିର୍ଦ୍ଦିଷ୍ଟ ବର୍ଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ତେବେ ଏହି ନିୟମ ବ୍ୟବସାୟୀ ପେମେଣ୍ଟ, ୟୁପିଆଇ, ଇ-ଆଦେଶ କିମ୍ବା ଚେକ୍ ମାଧ୍ୟମରେ ସମ୍ପାଦିତ ପେମେଣ୍ଟ ପାଇଁ ପ୍ରଯୁଜ୍ୟ ହେବ ନାହିଁ। ଗ୍ରାହକଙ୍କ ସୁବିଧା ସୁନିଶ୍ଚିତ କରିବା ପାଇଁ ଏକ ହ୍ୱାଇଟ୍ ଲିଷ୍ଟିଂ ବିକଳ୍ପ ମଧ୍ୟ ପ୍ରଦାନ କରାଯିବ, ଯାହା ବ୍ୟବହାରକାରୀମାନଙ୍କୁ ବିଶ୍ୱସ୍ତ ବ୍ୟକ୍ତି କିମ୍ବା ଆକାଉଣ୍ଟଗୁଡ଼ିକୁ ପୂର୍ବ ଅନୁମୋଦନ ଦେଇ ଏହି ବିଳମ୍ବକୁ ବାଇପାସ୍ କରିବାକୁ ଅନୁମତି ଦେବ। ଠକେଇ ବିରୁଦ୍ଧରେ ଗ୍ରାହକମାନଙ୍କୁ ସୁରକ୍ଷା ଦେବା ପାଇଁ ଆର୍ବିଆଇ ଏହି ଜରୁରୀ ପଦକ୍ଷେପ ଗ୍ରହଣ କରୁଛି। ପରବର୍ତ୍ତୀ ଖବର, ବିବାହ ଋତୁ ପୂର୍ବରୁ ଶସ୍ତା ହେଲା ସୁନା। 22 କ୍ୟାରେଟ୍ ଦାମ ଏତେ ଶସ୍ତା? ମଉକା ନ ଛାଡ଼ି ଏବେ ତୁରନ୍ତ କିଣି ଦିଅନ୍ତୁ। ଆଗକୁ ବିବାହ ଋତୁ, ତେବେ ଗହଣା କିଣିବା ପୂର୍ବରୁ ସମସ୍ତେ ନିଜ ନିଜ ସହରରେ ସୁନାର ଦର କେତେ ରହିଛି ତାହା ଜାଣିବାକୁ ଉତ୍ସୁକ ରହିଥାନ୍ତି। 24 କ୍ୟାରେଟ୍ 1,53,000 ଟଙ୍କା। 22 କ୍ୟାରେଟ୍ ସୁନା ମୂଲ୍ୟ 1,40,250 ଟଙ୍କା। 18 କ୍ୟାରେଟ୍ ସୁନା ମୂଲ୍ୟ 1,14,750 ଟଙ୍କା। ଦିଲ୍ଲୀରେ ସୁନା ମୂଲ୍ୟ 24 କ୍ୟାରେଟ୍ 1,51,620 ଟଙ୍କା। 22 କ୍ୟାରେଟ୍ 1,38,990 ଟଙ୍କା। 18 କ୍ୟାରେଟ୍ 1,13,750 ଟଙ୍କା। ମୁମ୍ବାଇରେ ସୁନା ମୂଲ୍ୟ 24 କ୍ୟାରେଟ୍ 1,53,000 ଟଙ୍କା। 22 କ୍ୟାରେଟ୍ 1,40,250 ଟଙ୍କା। 18 କ୍ୟାରେଟ୍ 1,14,700 ଟଙ୍କା। ଦିଲ୍ଲୀ, ମୁମ୍ବାଇ ଏବଂ କୋଲକାତାରେ ଆଜି 10 ଗ୍ରାମ ରୂପା 2,600ରେ ବିକ୍ରି ହେଉଛି। 100 ଗ୍ରାମ ରୂପା କିଣିବା ପାଇଁ ଗ୍ରାହକମାନଙ୍କୁ 26,000 ଦେବାକୁ ପଡ଼ିବ। ଚେନ୍ନାଇରେ 10 ଗ୍ରାମ ରୂପାର ମୂଲ୍ୟ 2,650। ପରବର୍ତ୍ତୀ ଖବର, ଜମି ବିକ୍ରି କରୁଛନ୍ତି କି ଦେବାକୁ ପଡ଼ିବ ଇନକମ୍ ଟ୍ୟାକ୍ସ। ଜାଣନ୍ତୁ ଟ୍ୟାକ୍ସ ନିୟମ, କ୍ୟାପିଟାଲ ଗେନ୍ସ ଓ ଟ୍ୟାକ୍ସ ବଞ୍ଚାଇବାର ଉପାୟ। ବିପରୀତ ଭାବରେ, ଯଦି ଜମି 2 ବର୍ଷରୁ ଅଧିକ ସମୟ ଧରି ରହିବା ପରେ ବିକ୍ରି କରାଯାଏ, ତେବେ ଏହାକୁ ଦୀର୍ଘକାଳୀନ ପୁଞ୍ଜି ଲାଭ ଭାବରେ ବର୍ଗୀକୃତ କରାଯାଏ। ଏହା ସାଧାରଣତଃ 20% ହାରରେ କର ଲାଗୁ ହୋଇଥାଏ ଏବଂ ବିକ୍ରେତାଙ୍କୁ ସୂଚୀକରଣର ଲାଭ ମଧ୍ୟ ପ୍ରଦାନ କରିଥାଏ। ଯଦି ଆପଣ ଜମି ବିକ୍ରୟ କରନ୍ତି ଏବଂ 2 ବର୍ଷ ମଧ୍ୟରେ ଅନ୍ୟ ଏକ କୃଷି ଜମି କ୍ରୟ କରନ୍ତି, ତେବେ ଆପଣ ଟିକସ ଛାଡ଼ ପାଇଁ ଯୋଗ୍ୟ ହୋଇପାରନ୍ତି। ଆପଣ ଆପଣଙ୍କର ପୁଞ୍ଜି ଲାଭକୁ ସରକାରୀ ବଣ୍ଡରେ ନିବେଶ କରିପାରିବେ, ଯେପରିକି ଏନ୍ଏଚ୍ଏଆଇ କିମ୍ବା ଆର୍ଇସି ଦ୍ୱାରା ଜାରି କରାଯାଇଥିବା ବଣ୍ଡ। 50 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ ଉପରେ ଟିକସ ଛାଡ଼ ଉପଲବ୍ଧ ଏବଂ ଏପରି ନିବେଶ ପାଇଁ ଲକ୍-ଇନ୍ ଅବଧି 5 ବର୍ଷ। ଯଦି ଆପଣ ଜମି ବିକ୍ରୟ କରିବା ପରେ ଏକ ଆବାସିକ ଘର କିଣିବାକୁ ଚାହାନ୍ତି, ତେବେ ଆପଣ ଏହି ଧାରା ଅନୁଯାୟୀ ମଧ୍ୟ ଟିକସ ଛାଡ଼ ଲାଭ ପାଇପାରିବେ। ପରବର୍ତ୍ତୀ ଖବର, ଗରମ ଗୁଳୁଗୁଳିରେ ଛଟପଟ ହେବେ ସବୁ ଜିଲ୍ଲାର ଲୋକେ। ସତର୍କ ସୂଚନା ଜାରି। ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। 2 ଦିନ ମଧ୍ୟରେ 4ରୁ 6 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର 11 ତାରିଖରୁ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା 40 ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। 15 ତାରିଖ ପର୍ଯ୍ୟନ୍ତ 5 ଦିନ ଧରି ଉପକୂଳ ଓଡ଼ିଶା ଗରମ ଓ ଗୁଳୁଗୁଳିରେ ଛଟପଟ ହେବ। ଏଥିପାଇଁ 11 ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।